ଆଜିର ରାଶିଫଳ 3 ଜାନୁଆରୀ ଶନିବାର। ଶୁଭ ସକାଳ ଫ୍ରେଣ୍ଡସ୍। ପୌଷ ଶୁକ୍ଳ ପକ୍ଷ। ଆଜିର ସୂର୍ଯ୍ୟୋଦୟ ସମୟ 6ଟା 22, ସୂର୍ଯ୍ୟାସ୍ତ ସମୟ 5ଟା 19। ଚାଲନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ। ଚନ୍ଦ୍ର ମିଥୁନ ଅହରାତ୍ର, ନକ୍ଷତ୍ର ଆଦ୍ରା, ସନ୍ଧ୍ୟା 5ଟା 27 ଗତେ ପୁନର୍ବସୁ। ତିଥି ପୂର୍ଣ୍ଣିମା ଦିବା 3ଟା 32 ଗତେ ପ୍ରତିପଦା। ଯୁଗ ବ୍ରହ୍ମ ଦିବା 9ଟା 5 ଗତେ ଇନ୍ଦ୍ର। ନିଶାନ୍ତ 5ଟା 15 ଗତେ ବୌଦ୍ରୁତ। ଆଜିର ଶୁଭ ସମୟ 7ଟା 52 ରୁ 9ଟା 8, 12ଟା 12 ରୁ 1ଟା 12, 2ଟା 33 ରୁ 3ଟା 6, 3ଟା 49 ରୁ 3ଟା 50। ଏହି ସମୟରେ ଯେକୌଣସି କାମ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଆଜିର ରାହୁ କାଳ 9ଟା 8 ରୁ 10ଟା 29, କାଳ ବେଳା 6ଟା 25 ରୁ 7ଟା 47, 3ଟା 55 ରୁ 5ଟା 16, ବାର ବେଳା 1ଟା 12 ରୁ 2ଟା 33। ଏହି ସମୟରେ କୌଣସି ବି ଶୁଭ କାମ କରନ୍ତୁ ନାହିଁ। ଆଜି ଆମିଷ ଖାଇବା ଦେହ ପ୍ରତି ହାନିକାରକ ହୋଇଥାଏ। ପ୍ରଥମ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଅଭାବ ଲାଗି ରହିଥିଲେ ମଧ୍ୟ ଧାର କରଜ କରି କାମ ତୁଲାଇ ନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତା କରି ସମ୍ପର୍କୀୟ ମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ ହେବେ। ଯାନବାହନ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ହଳଦିଆ ରଙ୍ଗ। ଆପଣ ଆଜି ଚଢ଼େଇମାନଙ୍କୁ ଖାଇବାକୁ ଦିଅନ୍ତୁ। ସେଇଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍ ହେବ ନାହିଁ। ଆଜିର ବନ୍ଧୁ ମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତ ହେବ ନାହିଁ। ବ୍ୟବସାୟୀ, କଚେରୀ, ମାମଲା, ପରିବହନ ଦିଗରୁ ଲାଭବାନ ହେବେ। ଆଜି କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କାମରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଲାଇଟ୍ ୟେଲୋ କଲର। ଆପଣ ଆଜି ଓଁ ନମଃ ଶିବାୟ ଜପ କରନ୍ତୁ। ସେଇଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆକସ୍ମିକ କୌଣସି ବ୍ୟକ୍ତିଙ୍କ ଉପସ୍ଥିତ ଆପଣଙ୍କ ସକାଶେ କିଛି ଅସୁବିଧା ସୃଷ୍ଟି ହୋଇପାରେ। ବହୁ ଦିନରୁ ରହିଯାଇଥିବା ଅର୍ଥ ଆଦାୟ କରିବାର ସକ୍ଷମ ହେବେ ବା ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ପରିସ୍ଥିତି ବଶତଃ ଅନ୍ୟ ବାଟରେ ବ୍ୟୟ ହୋଇଯିବ ସୂଚନା ରହିଛି। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ସ୍କାଏ ବ୍ଲୁ କଲର। ଆପଣ ଆଜି ରୁଦ୍ରାକ୍ଷ ପାଠ କରନ୍ତୁ। ସେଇଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ବିଭିନ୍ନ ପ୍ରକାର ଘଟଣା ପ୍ରଭାବଜନିତ ମାନସିକ ଅସ୍ଥିରତା କାରଣରୁ ଲାଗି ରହିବ। ପରୋକ୍ଷ ଭାବେ ଶତ୍ରୁତା କରୁଥିବା ଲୋକେ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିବେ, ଉପକୃତ ହୋଇପାରିବେ। କୌଣସି ବନ୍ଧୁ ସ୍ୱତଃ ପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବେ, ସମ୍ଭାବନା ରହିଛି। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ବ୍ଲୁ କଲର। ଆପଣ ଆଜି ଓଁ ନମଃ ଶିବାୟ 108 ଜପ କରନ୍ତୁ। ସେଇଭଳି ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ। ରାଜନୈତିକ କ୍ଷେତ୍ରରେ ଅସଫଳ କାମଗୁଡ଼ିକ ସମୀକ୍ଷା କରିପାରନ୍ତି। ଆଶା କରୁଥିବା ଖବରଟି ଆଜି ଅପରାହ୍ନ ପାଇପାରନ୍ତି। ଆଗାମୀ କାଲିର ମାଙ୍ଗଳିକ କାର୍ଯ୍ୟ ସକାଶେ ପ୍ରସ୍ତୁତି ପର୍ବ ଜୋରଦାର କରିପାରନ୍ତି। କୌଣସି ଆତ୍ମୀୟଙ୍କ ଅସହଯୋଗ, ପରୋକ୍ଷ ସମାଲୋଚନା କ୍ଷୁବ୍ଧ ହୋଇପାରନ୍ତି। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ମେରୁନ୍ କଲର। ଆପଣ ଆଜି ଗଣେଶ ଭଗବାନଙ୍କୁ ରାଶି ଲଡୁ ଚଢ଼େଇ ପ୍ରସାଦ ରୂପରେ ବାଣ୍ଟି ଦିଅନ୍ତୁ। ସେଇଭଳି କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବ। ସାଂଗଠନିକ ସ୍ତରରେ ନେତୃତ୍ୱ ନେଇ କିମ୍ବା ପ୍ରଶାସନିକ ସ୍ତରରେ ଦକ୍ଷତା ଭିତ୍ତିକ ପ୍ରଶାସନିକ କାମ କରିବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଧଳା ରଙ୍ଗ। ଆପଣ ଆଜି ମହାଦେବଙ୍କୁ ଗଙ୍ଗା ଜଳ ଅର୍ପଣ କରନ୍ତୁ, ଆଶୀର୍ବାଦ ମିଳିବ। ସେଇଭଳି ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ। ପ୍ରତ୍ୟେକ ସ୍ତରରେ ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବା ଆଶଙ୍କା ଦେଖା। ବ୍ୟବସାୟୀ, ପରିବହନ, କ୍ରୀଡ଼ା, ଚଳଚ୍ଚିତ୍ରରେ ସଭା ସମିତିରେ ସମସ୍ୟା ସମାଧାନ ହେବ। ପୁଷ୍ୟ ନକ୍ଷତ୍ର ବୃଦ୍ଧ ପିତାମାତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଅସୁସ୍ଥତା ଅନୁଭବ କରିବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ବ୍ଲୁ କଲର। ଆପଣ ଆଜି ମଥାରେ ଚନ୍ଦନ ଲଗାନ୍ତୁ। ସେଇଭଳି ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ। ଆପଣ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ପାରିବାରିକ ସ୍ଥିରତା ହଠାତ୍ ଆସି ନପାରେ। ସତର୍କ ନ ରହିଲେ ବିବାଦ ପଡ଼ିପାରନ୍ତି। ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସାହିତ୍ୟ ଓ କଳା କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ବ୍ଲୁ କଲର। ଆପଣ ଆଜି ମହାମୃତ୍ୟୁଞ୍ଜୟ ଜପ କରନ୍ତୁ। ସେଇଭଳି ଧନୁ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଆପଣ ଆତ୍ମୀୟ ସ୍ୱଜନ କିମ୍ବା ପାଖ ପଡ଼ୋଶୀଙ୍କ ଠାରୁ ସହଯୋଗ ଲାଭ କରି କାମଟିକୁ ପୂରା କରିପାରିବେ। ଅପରାହ୍ନରେ ଜମିଜମା ଗୃହ ସୀମା କିମ୍ବା ଘର ଭଡ଼ାକୁ କେନ୍ଦ୍ର କରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ, ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ବ୍ରାଉନ୍ କଲର। ଆପଣ ଆଜି ସଂ ଶନୀଶ୍ୱରାୟ ନମଃ ଜପ କରନ୍ତୁ। ସେଇଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଏଣୁତେଣୁ ଗୁଡ଼ାଏ କଥା ମନରେ ସ୍ଥାନ ଦେବା କାରଣରୁ କୌଣସି ଅଭାବ ନଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣ ପରିବର୍ତ୍ତନ ଆସିପାରେ।
ଏଣୁ ମନଟା ସାମୂହିକ ଭାବରେ ଗୁଳୁମାଳିଆ ରହିବ। ପରିବାର ସୁଖ ଶାନ୍ତି ସାଙ୍ଗକୁ ସ୍ଥଗିତ କାର୍ଯ୍ୟ ହୋଇପାରେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ସ୍କାଏ କଲର। ଆପଣ ଆଜି ବଜରଙ୍ଗ ବାଣ ଶୁଣନ୍ତୁ। ସେଇଭଳିଆ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁକୁ ଆପଣେଇ ନେବାର ସମର୍ଥ ହେବେ। ମନୋରଞ୍ଜନ, ବନ୍ଧୁ ମିଳନ, ଆଲୋଚନା ସମିତି କିମ୍ବା ଯାତ୍ରା ଆଗ୍ରହୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ର କରି ଅପରାହ୍ନ ଟେନସନ ବଢ଼ିପାରେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଚନ୍ଦନ କଲର। ଆପଣ ଆଜି ଚନ୍ଦନ ବ୍ୟବହାର କରନ୍ତୁ। ସେଇଭଳି ଶେଷରେ ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଯୋଜନାକୁ କାର୍ଯ୍ୟକାରୀ କରିବା ବିଷୟରୁ ବନ୍ଧୁଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଭଲ ହେବ। ବିବାଦୀୟ ଘଟଣା ସକାଶେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଯାତ୍ରା ସମୟରେ କଥା ଦେଇଥିବା ବନ୍ଧୁଙ୍କ ନ ପାଇ ବ୍ୟସ୍ତ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ବ୍ଲାକ୍ କଲର। ଆପଣ ଆଜି ଗାଈମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।